ଆପଣ ଦେଖନ୍ତୁ ଯେଉଁ ସମୟରେ ତାଙ୍କର ଦଶମଙ୍ଗଳା ନା କ'ଣ ହେଇଛି ଯେଉଁ ଗୋଟେ ଭିଡ଼ିଓ ଗୋଟେ ଅଡ଼ିଓ କ୍ଲିପିଂଟେ ଭାଇରାଲ୍ ହେଉଛି ସେଥିରେ ମଧ୍ୟ ସେମାନେ ତା ଭିତରେ ଟଣାଉଟରା ଚାଲିଛନ୍ତି, ପାଟିତୁଣ୍ଡ ଚାଲିଛି। ପ୍ରାକ୍ଟିକାଲ ଲାଇଫ୍ ଆଉ ଥିଓରି ଲାଇଫ୍ ଏଇଟା ହେଉଛି ସମ୍ପୂର୍ଣ୍ଣ ଅଲଗା ଭିନ୍ନ ଦୁନିଆ। ଏବଂ ଏଇ ଯେଉଁ ଜିନିଷଟା ଘଟିବା ଦ୍ୱାରା କ'ଣ ହେଉଛି ଲୋକମାନଙ୍କ ମନରେ ଗୋଟେ ଘୃଣା ସୃଷ୍ଟି ହେଉଛି। କେତେ କଷ୍ଟରେ ସେ ତାକୁ ମଣିଷ କରିଥିବେ ସେ ବାପା ମା'। ବାପାଙ୍କର ଚୁଟି ପାଚିଗଲାଣି ଦେଖିଛନ୍ତି ଏଇ ଯେଉଁ ବୟସରେ ଯେତେବେଳେ ଗୋଟେ 30 ବର୍ଷ 35 ବର୍ଷର କେତେ ବର୍ଷ ତାଙ୍କୁ 30 ବର୍ଷ ନା କ'ଣ ହେବ ପିଲା ଟିକେ ତାକୁ ଯେତେବେଳେ ମାରି ଦେଉଛନ୍ତି ତାରି ଆଖି ଆଗରେ ତା ବାପା ମାଆଙ୍କର କ'ଣ ଅବସ୍ଥା ହେଉଥିବ କେବଳ ସେମାନେ ହିଁ ଜାଣିଛନ୍ତି, ସମସ୍ତେ ବାହାର ଲୋକ ବୁଝିପାରିବେନି। ଆଉ ଆଗରୁ ମୋର ଗୋଟେ ବହୁତ ଧାରଣା ଥିଲା ଯେ ନାଇଁ ସ୍ତ୍ରୀକି ବି ତାଙ୍କର ବହୁତ କଷ୍ଟ ହେଉଥିବ, କିନ୍ତୁ ତାଙ୍କର ଯେଉଁ ରୂପ ବର୍ତ୍ତମାନ ମୁଁ ଦେଖିଲି ମୋତେ କେଉଁଠି ନା କେଉଁଠି ଭାରି କଷ୍ଟ ଦେଲା କଥାଟା। ଏଇ ଯେଉଁ ଶାଶୁଘର କ'ଣ ପାଇଲେ, ଯେଉଁ ଗୋଟେ ଖଟଟେ ଗୋଟେ ଗଦିଟେ ଗୋଟେ ଏଗୁଡ଼ା ସବୁ ନେଇ କ'ଣ ମିଳିଲା? ଯଦି ଶାଶୁଘର ସେଇଟା ଥାଆନ୍ତା ହୁଏତ ଆଜି କୃଷ୍ଣାଙ୍କୁ ସମସ୍ତେ ବହୁତ ଆହୁରି ପ୍ରଶଂସା। କ'ଣ କେତେ ପଇସା ହେବ ସେଇଟା, କ'ଣ ମିଳିବ ସେଥିରୁ? ଟିକେ ପାଟିତୁଣ୍ଡ ଲାଗୁଛି ଘର ଭିତରେ ଭିଡ଼ିଓଟାକୁ ମାର୍କିଂ କରିବେ, ତାଙ୍କ ବାପା ହାତ ଯୋଡ଼ୁଛନ୍ତି ପାଟି କରନି ମୋତେ ଲଜ୍ଜା ଲାଗୁଛି ବୋଲି କହୁଛନ୍ତି। ଏଇଟା ଆକ୍ଚୁଆଲି ବାସ୍ତବରେ ଯଦି ଆପଣ ଦେଖିବେ ତା ଭାରି ଦୁଃଖ କଥା। ସେଇ ରାହୁଲଟି ବଦନାମ ହେଉଛି, ସେଇଟା କେହି ବୁଝିବାକୁ ନାରାଜ। ସେଇ ଲୋକଟା ଆତ୍ମାଟା ତାର କଷ୍ଟ ପାଉଛି, ତ କଷ୍ଟ ନଥିବ। ଆଜି ମଧ୍ୟ ଦେଖିବେ ତା ଘର ପାଖରେ ଆପଣ ଆଜି ରାତିରେ ବସି ମାର୍କିଂ କରିବେ, ତା ଘର ପାଖରେ ନିଶ୍ଚିତ ଭାବରେ କୁକୁର ବୁଲୁଥିବେ। ସେ ଝିଅର କୃଷ୍ଣାର ଘର ପାଖରେ କୁକୁର ବୁଲୁଥିବେ, ଆପଣ ଯାଇକି ଦେଖନ୍ତୁ। ଏଇଟା ଆକ୍ଚୁଆଲି ଏଇଟା ତାଙ୍କର ଘରୋଇ କଳି, ଆ ବିଷୟରେ ଆମେ କିଛି କହିବାକୁ ଉଚିତ ହେବନି। କିନ୍ତୁ ଯେଉଁ ପ୍ରକାର ଭାବରେ ସୋସିଆଲ ମିଡ଼ିଆରେ ଗୋଟେ ଯେଉଁ ବାର୍ତ୍ତା ଯାଉଛି ସୋସାଇଟିକୁ, ଆ ଦେହରେ ଗୋଟେ ବଡ଼ ବାର୍ତ୍ତା ସୋସାଇଟିକୁ ଯାଉଛି। ଦେଖିବେ ସେମାନଙ୍କର ଯେତେବେଳେ ସୋସିଆଲ ମିଡ଼ିଆରେ ସେମାନେ ଆଗରୁ ତାଙ୍କ ପରିବାରର କଥାକୁ ଲୋକଲୋଚନକୁ ଆଣୁଥିଲେ, ତାଙ୍କ ପରିବାର ଏମିତି ଏତେ ଖୁସି ବାସିରେ ଅଛନ୍ତି, ମଜା ମସ୍ତି କରୁଛନ୍ତି, ଏସବୁ ଦେଖିକି ତାଙ୍କଠୁ ବହୁତ ଲୋକ ଇନ୍ସପିରେସନ୍ ମିଳୁଥିଲା ଯେ ପରିବାରଟା କେତେ ସୁନ୍ଦର ଭାବରେ ଚଳିବା ଦରକାର। ଆଉ ଗୋଟେ ସବୁଠାରୁ ବଡ଼ କଥା ହେଲା ଅନେକ ପରିବାରରେ ମଧ୍ୟ ତାଙ୍କୁ ଦେଖେଇକିରି ସେ ଯେଉଁ ଦେଖ ସେ କେତେ ବଢ଼ିଆରେ ଚଳୁଛନ୍ତି, ତାଙ୍କୁ ଦେଖେଇକି ମଧ୍ୟ ପରିବାର ଗୁଡ଼ିକରେ କଳି ଝଗଡ଼ା ମଧ୍ୟ ଲାଗୁଥିଲା ଯଦି କହିବା। ଏବଂ ଆଉ ଗୋଟେ ସବୁଠାରୁ ବଡ଼ କଥା ହେଉଛି ଯେ ବର୍ତ୍ତମାନ ଏଇ ଯେଉଁ ଜିନିଷଟାର ପର୍ଦ୍ଦାଫାଶ ହେଇଯିବା ଦ୍ୱାରା ଯେ ସାରା ଯଦି ଆମେ ଓଡ଼ିଶାର ଲୋକଙ୍କ କଥା କହିବା, ଜେନେରାଲ୍ ସେମାନଙ୍କୁ ତ ଆଉ ଭାରତ ସାରା ଲୋକ ଦେଖୁନଥିଲେ। ଆଉ ଓଡ଼ିଶାର ଲୋକମାନେ ଯେଉଁଠି ସବୁ ରହୁଛନ୍ତି, ଯାହା ପାଖରେ କିଛି କାମଧନ୍ଦା ନାହିଁ, ସେଇମାନେ ବସିକି ସେଇମାନଙ୍କର ସବୁ ଦେଖୁଛନ୍ତି। ଯେଉଁମାନେ ଭାଇ କାମଧନ୍ଦା ନାହିଁ ପର୍ଟିକୁଲାରଲି କ'ଣ ପାଇଁ ନା ସୋସିଆଲ ମିଡ଼ିଆଟା ହେଇଛି କ'ଣ ପାଇଁ? ସୋସିଆଲ ମିଡ଼ିଆଟା ହେଇଛି କିଛି ଭଲ ଜିନିଷ ଶିକ୍ଷା ଗ୍ରହଣ କରିବା ପାଇଁ। ଏବଂ ଏଗୁଡ଼ା ଯେଉଁ ପରିବାରରେ କ'ଣ ଖାଉଛୁ, କେମିତି ଛିଙ୍କୁଛୁ, କେମିତି ପାଡ଼ୁଛୁ, କେମିତି ଝାଡ଼ା ଯାଉଛୁ, ଏଗୁଡ଼ାକ ପାଇଁ ସୋସିଆଲ ମିଡ଼ିଆ ହେଇନି। ଆଉ ଯେଉଁଗୁଡ଼ାକ ସେମାନଙ୍କର ମେନ୍ ସେଗୁଡ଼ା ସବୁ ସେମାନେ ଦେଖାନ୍ତି, କ'ଣ ଖାଉଛନ୍ତି, କ'ଣ ରୋଷେଇ କରୁଛନ୍ତି, ଏଗୁଡ଼ା ସବୁ ସେ ଦେଖାନ୍ତି। ତା ଦେହରେ ତ ସେମିତି କିଛି ବିରାଟ ବଡ଼ ଶିକ୍ଷଣୀୟ ଜିନିଷ କିଛି ନଥିଲା। କିନ୍ତୁ ତେଣୁ ମୁଁ କହୁଛି ଯେଉଁମାନଙ୍କର କିଛି କାମଧନ୍ଦା ନାହିଁ ସେଇମାନଙ୍କର ବସିକି ଦେଖୁଥିଲେ। ଆମ ଘରେ ବି ଭକ୍ତମାନେ ଅଛନ୍ତି, ଆପଣ ଭାବନ୍ତୁନି ଯେ ମୁଁ ଖାଲି ବାହାର ଲୋକଙ୍କୁ କହୁଛି, ଆମ ପରିବାରରେ ମଧ୍ୟ ତାଙ୍କର ସବୁ ଭକ୍ତ ଅଛନ୍ତି। ଦିନ ଦିହିପର ସିଆଡ଼େ କ'ଣ ଘର ଓଳା ହେଉଥିବ, ତାଙ୍କର ସେ ବଜର ହେଉଥିବ, ତାଙ୍କର ସେ ଚାଲିଥିବ। ଏଗୁଡ଼ାକ ସବୁ ଆମ ଘରେ ବି ତାଙ୍କର ସବୁ ଭକ୍ତ ସବୁ ଅଛନ୍ତି। ତେଣୁ ସେମାନଙ୍କୁ ଦେଖୁଛନ୍ତି। ଆଚ୍ଛା, ସେମାନେ ଯେଉଁ ଦେଖିକି ତାଙ୍କୁ ଯେଉଁ ଟେକି ହେଇ ପଡ଼ୁଥିଲେ ମନେ ମନେ ଯେ ସେମାନେ କେବଳ ସଂସାରରେ କେବଳ ସେଇଠି ସ୍ୱର୍ଗ ତାଙ୍କରି ଘରେ ଛିଡ଼ି ପଡ଼ୁଛି, ଆଉ ଦୁନିଆ ସାରା ନର୍କ। ଏବେ ସେଇମାନେ ସବୁ ବୁଝିଗଲେ, ଆରେ ନାଇଁ ସେଟା ଯେମିତି ପରଦା ଫିଲ୍ମରେ ଗୋଟେ ସଲମାନ ଖାନ ଗୋଟେ ଲୋକ ଆଟ୍ ଏ ଟାଇମ୍ 50ଟା ଲୋକଙ୍କୁ ମାରି ଦେଇପାରୁଛି ହିରୋ ହେଇକିରି, ପର ମୁହୂର୍ତ୍ତରେ ଯେଉଁ ହିରୋ ହେଇଯାଉଛି। ବାସ୍ତବରେ ସେଇଟା ସତ୍ୟ ନୁହେଁ। ବାସ୍ତବ ହେଉଛି ରିଲ୍ ଦୁନିଆ ଅଲଗା, ରିଅଲ୍ ଦୁନିଆ ସମ୍ପୂର୍ଣ୍ଣ ଅଲଗା। ଆପଣ ଦେଖନ୍ତୁ ଯେଉଁ ସମୟରେ ତାଙ୍କର ଦଶମଙ୍ଗଳା ନା କ'ଣ ହେଇଛି ଯେଉଁ ଗୋଟେ ଅଡ଼ିଓ କ୍ଲିପିଂଟେ ଭାଇରାଲ୍ ହେଉଛି, ସେଥିରେ ମଧ୍ୟ ସେମାନେ ତା ଭିତରେ ଟଣାଉଟରା ଚାଲିଛନ୍ତି, ପାଟିତୁଣ୍ଡ ଚାଲିଛି, ପଇସାର କଥା ଉଠୁଛି, ଆଉ ଯେଉଁ ଡ୍ରେସ୍ର କଥା ଉଠୁଛି, ସବୁ ଜିନିଷ ଉଠୁଛି। କାହିଁକିନା ଆପଣ ଯଦି ଦେଖିବେ, କିନ୍ତୁ ଆଜି ସକାଳେ ମୁଁ ତାଙ୍କର ଗୋଟେ ଭିଡ଼ିଓଟେ ଦେଖୁଥିଲି, ପୁରା ଯେମିତି ପରିବାରରେ ଗୋଟେ ସୁନା ବୋହୂ ଯେମିତି ପୁରା ଓଢ଼ଣି ଦେଇ ପୁରା ସୁନ୍ଦର ମଙ୍ଗଳସୂତ୍ର ପିନ୍ଧି ପୁରା ରୋଷେଇବାସ ଯେମିତି କରି ଶାଶୁ ତାଙ୍କର ଓଜାଡ଼ି ଦେଉଛନ୍ତି। ସେ ଯେଉଁ କ'ଣ ଗୋଟେ ନାଲିଆ ଗୋଟେ କ'ଣ ଚିପିକିରି ସେ ଯେଉଁ କ'ଣ ରୋଷେଇ ହେଉଛି, ଯେମିତି ଗୋଟେ ପରିବାର ଭିତରେ ଗୋଟେ ସୁନ୍ଦର ବୋହୂଟେ ଯେମିତି ରହେ ସେମିତି ଦେଖାଯାଉଥିଲା। ବାସ୍ତବ ଚିତ୍ର ପୁରା ଅଲଗା। ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ। ତେଣୁ କେଉଁଠି ନା କେଉଁଠି ଯଦି ଆପଣ ଦେଖିବେ ଏଇ ଯେଉଁ ଜିନିଷ ଗୁଡ଼ାକ ପ୍ରାକ୍ଟିକାଲ ଲାଇଫ୍ ଆଉ ଥିଓରି ଲାଇଫ୍ ଏଇଟା ହେଉଛି ସମ୍ପୂର୍ଣ୍ଣ ଅଲଗା ଭିନ୍ନ ଦୁନିଆ। ଏବଂ ଏଇ ଯେଉଁ ଜିନିଷଟା ଘଟିବା ଦ୍ୱାରା କ'ଣ ହେଉଛି ଲୋକମାନଙ୍କ ମନରେ ଗୋଟେ ଘୃଣା ସୃଷ୍ଟି ହେଉଛି। ଆଉ କାଲି ଗୋଟେ ଭିଡ଼ିଓଟେ ତାଙ୍କର ଭାଇରାଲ୍ ହେଉଥିଲା, ଯେଉଁ ଘର ଭିତରେ ପଶିକି ଯେଉଁ ଟଣା ଉଟରା ପାଟିତୁଣ୍ଡ ମରା କଟା ହେଉଥିଲେ। ବାସ୍ତବିକ ଏଇଟା ସବୁ ଭାରି ଦୁଃଖର କଥା, ଏମିତି ହେବା କଥା ନୁହେଁ। ଆଉ ଯେଉଁମାନେ ବି ସବୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ଦେଖିବେ ଯେ ତାଙ୍କର ମାଆଙ୍କୁ ଲୋକମାନେ ଇଆଡ଼ୁ ସିଆଡ଼ୁ କହୁଛନ୍ତି। କାହାର ଆମର ଯେଉଁ ପିଲାଟି ମରିଯାଇଛି କ'ଣ ତା ନାଁ ରାଉଳର ମାଆକୁ ସମସ୍ତେ ଗାଳି ଗୁଲଜ କରୁଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ବାବୁ,
ମାନେ ଗୋଟେ ମାଆର କଷ୍ଟଟା ତୁମେ କେହି ବୁଝିପାରିବନି। ଗୋଟେ ମାନେ 10 ମାସ 10 ଦିନ ଗର୍ଭରେ ଧରି ଗୋଟେ ଛୁଆଟିଏ ଯିଏ ଜନ୍ମ କରେ, ଏଡ଼ୁ ଏଡ଼େ କରେ, ତା ଦେହରେ ବହୁତ ନିନ୍ଦା ଅପନିନ୍ଦା, କୁଆଡ଼େ ପୁଅ କେଉଁଠି ଚୋରି କଲାଣି, କେଉଁଠି ନାରୀ କଲାଣି, କେଉଁଠି ଦାରି କଲାଣି, କ'ଣ କଲାଣି। ଆଉ ଆପଣ ଦେଖିବେ ଝିଅ ପାଇଁ ଗୋଟେ ଅଲଗା ପ୍ରକାର କଷ୍ଟ। କାହିଁକିନା ଝିଅକୁ ଯଦି ରାତି 7ଟା ପରେ ଯଦି ସେ ଘରକୁ ଆସିଲା, ଘରକୁ ଆଇଲା, ଘରକୁ ଗୋଟେ ଝିଅଟେ, ତାକୁ ଯଦି ଗୋଟେ ବାପ ହଉ, ମାଆ ହଉ, ଭାଇ ହଉ, କିଏ ଗୋଟେ ଧମକେଇ ଦେଉଛି, କାଲିଠୁ ତୁ ଯଦି ଘରୁ ବାହାରିବୁ ତ ଗୋଡ଼ ବାଡ଼େଇ ଦେବୁ, ସିଏ ଆଉ ତା ପରଦିନ ଆଉ ଘରୁ ବାହାରିବନି 6ଟା ବେଳକୁ ଆସିକି ଘରେ। କିନ୍ତୁ ଯଦି ଗୋଟେ ପୁଅଟେ ଯେତେବେଳେ 7ଟା ବେଳକୁ ଫେରିକି ଆସୁଛି, ତାକୁ ପାଟି କର, ଗାଳି କର, ଯାହା କର, ତା ପରଦିନ ପୁଣି ସେ 8ଟା ବେଳକୁ ଆସିବ ହଲି ହଲି। ଏଇ ହେଉଛି ମାନେ ଯେଉଁଟା ରିଅଲିଟି, ଯେଉଁଟା କଥା। ତେଣୁ ଗୋଟେ ପୁଅକୁ ରାଜଧାନୀ ଭୁବନେଶ୍ୱରରେ ଗୋଟେ ଗ୍ୟାସ୍ ଦୋକାନଟେ କରି, ଗ୍ୟାସ୍ ଦୋକାନ ତାଙ୍କ ବାପା କରିଛନ୍ତି ନା କ'ଣ, କାହିଁକିନା ମୁଁ ତ ମାନେ ମୁଁ ଆଉ ଠିକ୍ ସେ ଜାଣିନି, କିନ୍ତୁ ପାଖରେ ସବୁ ଗ୍ୟାସ୍ ଥୁଆ ହେଇଥିଲା, ଯାହା ଶୁଣିବା କଥା, ମୁଁ ତ ଜାଣିନି କେତେ କଷ୍ଟରେ ସେ ତାକୁ ମଣିଷ କରିଥିବେ ସେ ବାପା ମାଆ। ଆଉ ବାପାଙ୍କର ଚୁଟି ପାଚିଗଲାଣି ଦେଖିଛନ୍ତି। ଏଇ ଯେଉଁ ବୟସରେ ଯେତେବେଳେ ଗୋଟେ ମାନେ 30 ବର୍ଷ 35 ବର୍ଷର, କେତେ ବର୍ଷ ତାଙ୍କୁ 30 ବର୍ଷ ନା କ'ଣ ହେବ ପିଲାଟିକି, ତାକୁ ଯେତେବେଳେ ମାରି ଦେଉଛନ୍ତି ତାରି ଆଖି ଆଗରେ, ତା ବାପା ମାଆଙ୍କର କ'ଣ ଅବସ୍ଥା ହେଉଥିବ କେବଳ ସେମାନେ ହିଁ ଜାଣିଛନ୍ତି। କି ମାନେ ସମସ୍ତେ ବାହାର ଲୋକ ବୁଝିପାରିବେନି। ଯେଉଁଟାକି ମୁଁ ପୁନର୍ବାର ଫେରି ଆଉ ଥରେ କହୁଛି, ରାମଚନ୍ଦ୍ରଙ୍କୁ ଥରେ କହିଥିଲେ, ଯେତେବେଳେ ଯୁଦ୍ଧଭୂମିରେ ଯେତେବେଳେ ରାବଣ ମରିବାକୁ ଯାଉଛନ୍ତି, ସେ ରାମଚନ୍ଦ୍ରଙ୍କୁ କହୁଛନ୍ତି, ଦୁନିଆର ସବୁଠାରୁ ବଡ଼ ଦୁଃଖ ହେଉଛି ଗୋଟେ ବାପା ମାଆଙ୍କ ଆଗରେ ତା ପିଲାଟା ମାନେ ଦୁନିଆ ଛାଡ଼ିକି ଚାଲିଯିବା, ଯଦି ଆପଣ କହିବେ। ତେଣୁ ବାପା ମାଆଙ୍କୁ ଏତେ କଷ୍ଟ ହେବ ସେଇଟା ସମସ୍ତେ ବୁଝିପାରିବେନି। ଆଉ ଆଗରୁ ମୋର ଗୋଟେ ବହୁତ ଧାରଣା ଥିଲା ଯେ ନାଇଁ ସ୍ତ୍ରୀଙ୍କି ବି ତାଙ୍କର ବହୁତ କଷ୍ଟ ହେଉଥିବ, କିନ୍ତୁ ତାଙ୍କର ଯେଉଁ ରୂପ ବର୍ତ୍ତମାନ ମୁଁ ଦେଖିଲି, ମୋତେ କେଉଁଠି ନା କେଉଁଠି ଭାରି କଷ୍ଟ ଦେଲା କଥାଟା। କାହିଁକିନା 2 ମାସ ମାତ୍ର ମାନେ ତାଙ୍କ ପାଟିରୁ କଥା ବାହାରିବା କଥା ନାହିଁ, ସେ ବୋକା ହେଇଯିବା କଥା। ଯେଉଁ ପ୍ରକାର ଭାବରେ ତାଙ୍କର ସେ ଯେଉଁ 10 ଦିନ ନା 11 ଦିନ ସେ ଥିଲେ, ମାନେ ସାରା ଓଡ଼ିଶାର ଲୋକମାନଙ୍କ ତାଙ୍କୁ ଦେଖିକି ଆଖିରୁ ଲୁହ ଝରି ପଡ଼ୁଥିଲା। ଗୋଟେ ୟଙ୍ଗ ଝିଅଟେ, ଯାର ବାହାଘର 2 ମାସ ହେଇଛି, କିନ୍ତୁ ତାଙ୍କର ଏଇ ଯେଉଁ ଶାଶୁଘର କ'ଣ ପାଇଲେ, ଯେଉଁ ଗୋଟେ ଖଟଟେ, ଗୋଟେ ଗଦିଟେ, ଗୋଟେ ଏଗୁଡ଼ା ସବୁ ନେଇକି କ'ଣ ମିଳିଲା? ଯଦି ଶାଶୁଘର ସେଇଟା ଥାଆନ୍ତା, ହୁଏତ ଆଜି କୃଷ୍ଣାଙ୍କୁ ସମସ୍ତେ ବହୁତ ମାନେ ଆହୁରି ପ୍ରଶଂସା, କ'ଣ କେତେ ପଇସା ହେବ ସେଇଟା, କ'ଣ ମିଳିବ ସେଥିରୁ? ଯିଏ ହିଁ ଆପଣଙ୍କର ଧନ, ଯିଏ ହିଁ ଆପଣଙ୍କର ସୌନ୍ଦର୍ଯ୍ୟ, ଯିଏ ଆପଣଙ୍କର ଭଲ ପାଇବା, ଆପଣ ଯେଉଁଟା କହୁଛନ୍ତି ଯେ ନିଶାନା ଆପଣଙ୍କର, ସିଏ ତ ଦୁନିଆରେ ନାହିଁ। ଏଇ ଯେଉଁ ଖଟ ପଲଙ୍କ ଏଗୁଡ଼ା ନେଇକି ଏଗୁଡ଼ା ଆପଣଙ୍କୁ ଆହୁରି କଷ୍ଟ ଦେବ, ଯେତିକି କଷ୍ଟ ଦେଉଥିଲା। ତେଣୁ ଏଇଟା ଗୋଟେ କେଉଁଠି ନା କେଉଁଠି ତାଙ୍କୁ କ'ଣ ଲାଗିଥିବ ମୁଁ ଜାଣିନି, ମୋତେ ମାନେ ଏଇଟା ତାଙ୍କୁ କହିବା କଥା ନୁହେଁ, ମୋତେ ଟିକେ ଭାରି କଷ୍ଟ ଦେଲା କଥାଟା। ଆଉ ଦ୍ୱିତୀୟ ଜିନିଷ ହେଉଛି ଯେଉଁ ସୁନା କଥା ଆପଣମାନେ କହୁଛନ୍ତି, ସୁନା କୁଆଡ଼େ ପଳେଇଲା ବୋଲି। ମାନେ ମାନେ ଦେଖନ୍ତୁ, ମହାଭାରତ ଅଛି, ମାନେ ଯେଉଁ ସରିଗଲାଣି, କେଡ଼େ ବଡ଼ ବଡ଼ ବୀରମାନେ ପଳେଇଲେଣି ମହାଭାରତ ଯୁଦ୍ଧ କରିକିରି, କିନ୍ତୁ ଜମିଟା ଯେଉଁଠି ଥିଲା ସେଇଠି ଅଛି, ଜମିଟା କେହି ନେଇକି ଯାଇନାହାନ୍ତି। ଅର୍ଥାତ୍ ଯେଉଁ ପ୍ରପର୍ଟି, ଯେଉଁ ଆପଣମାନେ କହୁଛନ୍ତି, ପ୍ରପର୍ଟି ଯେଉଁଠି ଥିଲା ସେଇଠି ରହିବ, କେହି ତାକୁ ନେଇଯିବେନି। ଯାହା ଭାଗ୍ୟରେ ଅଛି ସେ ନେଇ କ'ଣ କରିବ, ନେଇକି ଚୋବେଇକିରି ଖାଇବେ। ସିଏ ଆପଣ ଭାତ ଖାଇବେ, ସିଏ ବି ଭାତ ଖାଇବେ। ତେଣୁ କିନ୍ତୁ ଯେଉଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେଉଁ କଥାଟାକୁ ଦାଣ୍ଡରେ ପକାଇକି ହାଟରେ ନିଲାମ କରୁଛନ୍ତି, ଏବଂ କେଉଁଠି ନା କେଉଁଠି ଦେଖନ୍ତୁ ପୁଅ ତାଙ୍କର ବଞ୍ଚିଥିଲା, ଯାହା ବି ବାପା ମାଆଙ୍କ ପାଇଁ କ'ଣ କରିଛି ମୁଁ ଜାଣିନି, କିନ୍ତୁ ମରିଯିବା ପରେ ଯେଉଁ ତାଙ୍କର ବାପା ମାଆଙ୍କର ଯେଉଁ ଅବସ୍ଥା, ବର୍ତ୍ତମାନ ଯେଉଁ ବୁଢ଼ା ବାପାଟେ, ସେ ଭିଡ଼ିଓରେ ସେ ହାତ ଯୋଡ଼ୁଛନ୍ତି ତାଙ୍କ ବାପା। ଦେଖିବେ ସେ ଯେଉଁ ପାଟିତୁଣ୍ଡ ଲାଗୁଛି ଘର ଭିତରେ, ଭିଡ଼ିଓଟାକୁ ମାର୍କିଂ କରିବେ, ତାଙ୍କ ବାପା ହାତ ଯୋଡ଼ୁଛନ୍ତି, ପାଟି କରନି, ମୋତେ ଲଜ୍ଜା ଲାଗୁଛି ବୋଲି କହୁଛନ୍ତି। ଏଇଟା ଆକ୍ଚୁଆଲି ବାସ୍ତବରେ ଯଦି ଆପଣ ଦେଖିବେ, ଏଇଟା ଭାରି ଦୁଃଖ କଥା। ମୁଁ ରିକ୍ୱେଷ୍ଟ କରିବି ସେ ଯେଉଁ ତାଙ୍କର ବୋହୂଙ୍କୁ ହେଉ କିମ୍ବା ଶାଶୁଙ୍କୁ ହେଉ, ଯେଉଁମାନେ ଟଣାଟଣି ଲାଗୁଛନ୍ତି, କେଉଁଠି ନା କେଉଁଠି ଆମେ ଯାହା ହେଲେ ବି ଆମେ ଆଜ୍ଞା ହିନ୍ଦୁ, ଆମେ ପରଜନ୍ମରେ ବିଶ୍ୱାସ କରୁ, ବର୍ତ୍ତମାନ ଜନ୍ମରେ ବିଶ୍ୱାସ କରୁ, ଏବଂ ଯେଉଁଥିପାଇଁ ଆମେ 10 କରୁଛୁ, ଯେଉଁଥିପାଇଁ ଆମେ ବର୍ଷିକିଆ କରୁଛେ, 13 ଦିନ କରୁଛେ, 11 ଦିନ କରୁଛେ, କେଉଁଠି ନା କେଉଁଠି ବର୍ଷିକିଆ ଯାଇନି, ମାନେ 2 ମାସ ହେଇଛି ମାତ୍ର, ଆ ଭିତରେ ଏମିତି ଯେଉଁ ଝଗଡ଼ା ପାଟିତୁଣ୍ଡ, କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ସେ ପିଲାଟି, ମାନେ ଯେଉଁ ଆପଣଙ୍କର ରାହୁଲଙ୍କର ଯେଉଁ ଆତ୍ମା, କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ଏମାନେ ଯେଉଁ ସମସ୍ତେ ରଡ଼ି ଗର୍ଜନ ଛାଡ଼ୁଥିଲେ ସୋସିଆଲ ମିଡ଼ିଆରେ, ଆମେ ତା ଆତ୍ମାକୁ ଶାନ୍ତି ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। ଏବେ ସେ ପିଲାଟି ମାନେ କେଉଁ ପ୍ରକାର ଆତ୍ମାରେ ଥିବ, ସେମାନେ ହିଁ ବିଚାର କରିବା ନିହାତି ଭାବରେ ଆବଶ୍ୟକତା ରହିଛି। ଗୋଟେ ଝିଅଟେ କ'ଣ, ଶୁଣନ୍ତୁ, ଏଇଟା ଆମେ ଆମେ ଗୋଟେ ଯେତେବେଳେ ରେଡ଼୍ କଲର୍ର ଗ୍ଲାସ୍ ପିନ୍ଧିବା, ଆମକୁ ଦୁନିଆଟା ରେଡ଼ିୟସ୍ ଦେଖାଯିବ। ଯେତେବେଳେ ଆମେ ଗ୍ରୀନ୍ କଲର୍ ଗ୍ଲାସ୍ ପିନ୍ଧିବା, ସେତେବେଳେ ଆମକୁ ଦୁନିଆଟା ଗ୍ରୀନ୍ ଦେଖାଯିବ। ଠିକ୍ ସେଇଭଳି ଭାବରେ ଗୋଟେ ଝିଅଟେ, ସେ ତ ତାଙ୍କ ଘରର ଝିଅ ନା। ଶୁଣନ୍ତୁ, ମାନେ ଆମର ଓଡ଼ିଆରେ ଗୋଟେ ମାନେ କହାବତ ଅଛି, ଷଣ୍ଢ ଜିନିଷ ଷଣ୍ଢ ନେଉଛି, ଦେଖିବା ଲୋକଙ୍କୁ କାହିଁ ଭାରି ଲାଗୁଛି। ବୁଝିପାରୁଛନ୍ତି ମୋ କଥା? ତ କଥାଟା ହେଉଛି କ'ଣ ନା,
ତାଙ୍କ ଘରର ଝିଅ ସିଏ କେଉଁ ପରିସ୍ଥିତି ଦେଇକି ତାଙ୍କ ଘରେ ଆସିକି ରହୁଛି ସେଇଟା ସେମାନେ ଜାଣିଛନ୍ତି। ତାଙ୍କ ଘରର ଝିଅଟା ନା, ସେ କେଉଁ ପରିସ୍ଥିତିରେ ଅଛି, ମନେକର ତା ଶାଶୁଘର ତାକୁ କ'ଣ ଗୋଟେ କ'ଣ ପ୍ରୋବ୍ଲେମ୍ ଅଛି, ତାର ଏନି ପର୍ସନାଲ୍ ପ୍ରୋବ୍ଲେମ୍ ଅଛି, ତାର ସେ ଆସିକି ରହିଲା, ହ୍ୱାଟ୍ ଦ ପ୍ରୋବ୍ଲେମ୍? ସିଏ ତୁମର କ'ଣ କ୍ଷତି କରୁଛି, ଦ୍ୟାଟ୍ ଇଜ୍ ଦ ପ୍ରୋବ୍ଲେମ୍, ଦ୍ୟାଟ୍ ଇଜ୍ ଦ ପ୍ରୋବ୍ଲେମ୍। ଆପଣ ଚାଲନ୍ତୁ, କିଏ ଗୋଟେ ସକାଳେ ମୁଁ ଆଜି ଦେଖୁଥିଲି, କିଏ ଗୋଟେ କହୁଛି ଯେ ଯେତେ ଯେଉଁଠି ଝିଅମାନେ ଆସିକି ଶାଶୁଘର ବାପ ଘରେ ଆସିକି ରହୁଛନ୍ତି ସେଠି ଡିଷ୍ଟର୍ବାନ୍ସ ହେଉଛି, ଭୁଲ କଥା। ଆପଣ ଚାଲନ୍ତୁ, ମୁଁ ବହୁତ ପରିବାର ଦେଖାଇଦେବି, ମୋରି ପାଖେ କେସ୍ ହେଇଛି ଆଜ୍ଞା, ମୁଁ ପରିବାର ଦେଖାଇଦେବି, ମାନେ ଏତେ ସୁନ୍ଦର ଭାବରେ ନଣନ୍ଦ ଭାଉଜ ଚଳୁଛନ୍ତି ଆପଣ ଚିନ୍ତା କରିପାରିବେନି। ଏକା ଡ୍ରେସ୍ ଏକା ପିନ୍ଧୁଛନ୍ତି, ଏକାଠି ବୁଲୁଛନ୍ତି, ଏକା ବିଭିନ୍ନ ପ୍ରକାର ସପିଂ କରୁଛନ୍ତି, ଏତେ ସୁନ୍ଦର ପରିବାର ଆପଣ ଜାଣିପାରିବେନି ସେମାନେ ନଣନ୍ଦ ଭାଉଜ ବୋଲି। ତେଣୁ ଆପଣଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ଦରକାର। ଆହୁରି ଗୋଟେ କିଏ ଆଜି ସକାଳେ ମୁଁ ଦେଖୁଥିଲି, କିଏ ଗୋଟେ କହୁଥିଲେ ଆମେ ଜାଣିଗଲୁ ଯେ ଆଫ୍ଟର ଡେଥ୍ ଯଦି ଗୋଟେ ହଜବ୍ୟାଣ୍ଡଟେ ଘରୁ ଏକ୍ସପାୟାର୍ଡ଼ କରିଗଲା ପରେ ତା ବୋହୂର ତା ପରିବାରରେ ଆଉ ସ୍ଥାନ ନାହିଁ। ଭୁଲ କଥା ଆଜ୍ଞା। ଆପଣ ଚାଲନ୍ତୁ, ମୁଁ ବହୁତ ଲୋକଙ୍କର ପରିବାର ଦେଖାଇଦେବି, ମୁଁ ରିସର୍ଚ୍ଚ କରୁଛି, ତା ଉପରେ ଏଠି କାମ କରୁଛି। ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ଯଦି ହାଇଏଷ୍ଟ ଫ୍ୟାମିଲି ମ୍ୟାଟର କେସ୍ ମୋ ପାଖରେ ଅଛି, ଆପଣମାନେ ବି ଜାଣିଛନ୍ତି, ଲୋକମାନେ ବି ଜାଣିଛନ୍ତି। ପୁରା ଯଦି କହିବେ ହାଇଏଷ୍ଟ ଫ୍ୟାମିଲି ମ୍ୟାଟର କେସ୍ ମୋ ପାଖରେ ଯେତିକି ଫ୍ୟାମିଲି ମ୍ୟାଟର କେସ୍ ଆଉ କେଉଁଠି ନାହିଁ, ମୁଁ ଲେଖିଦେଇଦେବି ଆପଣଙ୍କୁ ଚାଲନ୍ତୁ ଦେଖିଦେବେ। ଅନେକ ଜାଗାରେ ପୁଅ ଏକ୍ସପାୟାର୍ଡ଼ କରିଗଲା ପରେ ବୋହୂମାନେ ତାଙ୍କ ଘରେ ପୁରା ମାନେ ମାଲିକ ହେଇକି ଅଛନ୍ତି। ମାନେ ଇଭିନ୍ କି ଶାଶୁ ବି ଯଦି କ'ଣ ମାନେ ଖର୍ଚ୍ଚ ବାର୍ଚ୍ଚ ଭଲ ମନ୍ଦ କରିବ, କ'ଣ ଡିସିସନ୍ ନେବ, ସେଇ ବୋହୂର ପରମିସନ୍ ନେଲା ପରେ ନିଅନ୍ତି। ବହୁତ ଜାଗାରେ ଏମିତି ଅଛି, ମୁଁ ଆପଣଙ୍କୁ ଚାଲନ୍ତୁ ଦେଖାଇଦେବି। ତେଣୁ ଏଇଟା ହେଉଛି ସମ୍ପୂର୍ଣ୍ଣ ଭାବରେ ମାନସିକତା। ଆପଣ ଯେତେବେଳେ ବୋହୂଟାକୁ ନିଜର ଝିଅର ମାନେ ବୋଲି ଭାବିଦେବେ, ବୋହୂଟା ନିଜର ଝିଅ, ମୋ ଝିଅ, ସେଇ ସମୟରେ ଆଉ ବୋହୂ ଶାଶୁ ଭିତରେ କିଛି ଡିଷ୍ଟର୍ବାନ୍ସ ହେବନି। ଠିକ୍ ସେଇଭଳି ଭାବରେ ବୋହୂଟା ମଧ୍ୟ ଭାବିବା ଦରକାର, ଇଏ ହେଉଛି ମୋର ମା, ମୋ ସ୍ୱାମୀର ଯିଏ ମା, ମୋର ବି ମା ନା। ଯଦି ଗୋଟେ ପୁଅଟେ ତା ଶାଶୁଟାକୁ ମା ବୋଲି ସମ୍ମାନ ଦେଉଛି, ହ୍ୱାଇ ନଟ୍ ଯେଉଁ କ'ଣ ବୋହୂ ଡଟର-ଇନ୍-ଲ ଦେବାର ଅସୁବିଧା କେଉଁଠି ରହିଲା? ତୁମେ ଯାଇକି ତୁମ ବାପ ଘରେ, ବର୍ତ୍ତମାନ ଏଠି ତୁମର ଏକ୍ସପାୟାର୍ଡ଼ କରିଗଲା ହଜବ୍ୟାଣ୍ଡଟି ହେଉ, କିଛି ଗୋଟେ ଇନସିଡେଣ୍ଟ ହେଲା, ତୁମେ ଦୌଡ଼ିଗଲ କେଉଁଠିକି? ତୁମ ବାପା ଘରକୁ। ତୁମ ବାପା ମା ତୁମେ କୋଳି ଗଲେ ନେଲେ ନାହିଁ। ସେମିତି ଯଦି ତାର ଝିଅଟି କ'ଣ ପ୍ରୋବ୍ଲେମ୍ ଅଛି, ସେ ତାଙ୍କ ଘରେ କୋଳି ନେଲେ ଅସୁବିଧା କ'ଣ? ଆପଣମାନେ ତ ରିଲ୍ରେ ନିଜେ କହୁଥିଲେ, ଯେଉଁ ଆପଣ ଭିଡ଼ିଓ ତିଆରି ପ୍ରସ୍ତୁତ କରୁଥିଲେ, ଆଜି ଅସୁବିଧା କେଉଁଠି ହେଲା? ତେଣୁ ମାନସିକତାରେ ପରିବର୍ତ୍ତନ ଆସିଗଲା। ଯେତେବେଳେ ଗୋଟେ ଲୋକଟେ ଏକ୍ସପାୟାର୍ଡ଼ କରିଗଲା, ତୁମମାନଙ୍କ ଭିତରେ ଗୋଟେ ମାନସିକତାର ପରିବର୍ତ୍ତନ ସୃଷ୍ଟି ହେଲା, ଯେଉଁଥିପାଇଁ ଏହି ଜିନିଷ ଗୁଡ଼ାକ ଘଟିଛି। ନା, ଏଇଟା ମୁଁ ଦୁନିଆ ଦେଖନ୍ତୁ, ଦୁନିଆ ତ ଯାହା କହେ ମୁଁ ତାର ଓଲଟା ପଲଟେ କହିବି। ଏଇଟା ସମ୍ପତ୍ତି ପାଇଁ କଳହ ଲାଗିନି କୌଣସି ପ୍ରକାର ଭାବରେ। ସମ୍ପତ୍ତି ପାଇଁ କି ସମ୍ପତ୍ତି ଅଛି ତାଙ୍କର? ମୁଁ ତ କାହିଁ ଲାଖୁତା ଗଲା କିଛି ସମ୍ପତ୍ତି ନାହିଁ। ଯିଏ ସମ୍ପତ୍ତି ଥିବ, ଏଇ ସାମାନ୍ୟ ଯେଉଁ ଟଙ୍କା 50 ଲକ୍ଷର ସୁନା ପାଇଁ ବାଡ଼ିଆ ବାଡ଼ି ହେବେ ସୋସିଆଲ ମିଡ଼ିଆରେ ଆସିକି? କି ପଇସା ଅଛି, କି ସମ୍ପତ୍ତି? ଗୋଟେ ପରା ଆପଣ ଚାଲନ୍ତୁ ସମ୍ପତ୍ତିର କ'ଣ ମୂଲ୍ୟ କଳିଙ୍ଗ ହସ୍ପିଟାଲ ଦେଖିବେ, ଆପଣ ଚାଲନ୍ତୁ ସମ୍ପତ୍ତିର ମୂଲ୍ୟ କ'ଣ ସମ୍ ଅଲ୍ଟିମେଟ୍ରେ ଦେଖିବେ, ଆପଣ ଚାଲନ୍ତୁ ସମ୍ପତ୍ତିର ମୂଲ୍ୟ କ'ଣ କେୟାର ହସ୍ପିଟାଲ ପାଖେ ଦେଖିବେ, ଆପଣ ସମ୍ପତ୍ତିର ମୂଲ୍ୟ କ'ଣ ଉତ୍କଳ ହସ୍ପିଟାଲ ପାଖେ ଦେଖିବେ। କୋଟି କୋଟି ଟଙ୍କା ଲୋକମାନେ ଖର୍ଚ୍ଚ କରିଦେଇଛନ୍ତି, ଗୋଟେ ଲୋକଟାକୁ ବଞ୍ଚେଇ ପାରୁନାହାନ୍ତି। ଟଙ୍କା 50 ଲକ୍ଷ ପାଇଁ ବାଡ଼ାବାଡ଼ି ଘୋଷରା ଘୋଷରି ହେଇକି ତୁମ ଇଜ୍ଜତ ମହଜ ନେଉଛ, କାଲି ସକାଳେ ଗୋଟେ କ'ଣ ଗୋଟେ ଦେହଟା ଖରାପ ହେବ, ପଇସା ରହିବ? ପଇସା ପାଇଁ ନୁହେଁ। ଏଇଟା ହେଉଛି ସମ୍ପୂର୍ଣ୍ଣ ଭାବରେ ଗୋଟେ ଇଗୋ। ଆପଣ ଆଗରୁ ଭାବୁଥିଲେ, ଆଗରୁ ଲୋକମାନେ ଭାବୁଥିଲେ ଗୋଟେ କଥା ସମ୍ପତ୍ତି ପାଇଁ, ବାସ୍ତବରେ ସମ୍ପତ୍ତି ପାଇଁ ନୁହେଁ। ଏଇଟା ହେଉଛି ଇଗୋ। ମାନେ ମୁଁ ତାକୁ ବଦନାମ କରିଦେବି, ସିଏ କହୁଛେ ମୁଁ ତାକୁ ବଦନାମ କରିଦେବି। ଅଲ୍ଟିମେଟଲି ଭାବୁନାହାନ୍ତି ଗୋଟେ ଗଛରୁ ଡାଳଟା ପଡ଼ି, ମାନେ ପତ୍ର ପଡ଼ୁ ଡାଳ ପଡ଼ୁ ଯାହା ବି ପଡ଼ୁ ଆସିକି ମୂଳରେ ପଡ଼ିବ, ଅର୍ଥାତ୍ ସେଇ ରାହୁଲଟି ବଦନାମ ହେଉଛି। ସେଇଟା କେହି ବୁଝିବାକୁ ନାରାଜ। ସେଇ ଲୋକଟାର ଆତ୍ମାଟା ତାର କଷ୍ଟ ପାଉଛି, ତ କଷ୍ଟ ନଥିବ। ଆମେ ବା ନିଶ୍ଚିତ ଭାବରେ ତାର ସ୍ପିରିଟ୍ ଅଛି, 100% ସ୍ପିରିଟ୍ ତାର ଅଛି। ଆଉ ଯେଉଁ ସ୍ପିରିଟ୍ଟା ଯେତେବେଳେ ବର୍ଷେ ପରେ ତାକୁ ମୋକ୍ଷ କରାଯାଏ, ତାର ପରିବାର ଲୋକମାନେ ଗଙ୍ଗାରେ ତାକୁ ନେଇକି ତାର ଅସ୍ଥି ବିସର୍ଜନ କରନ୍ତି, କିମ୍ବା ଆମର ମହୋଦଧିରେ ଅସ୍ଥି ବିସର୍ଜନ କରନ୍ତି, ସେତେବେଳେ ପର୍ଯ୍ୟନ୍ତ ତାର ଆତ୍ମାଟା ତା ପରିବାର ଭିତରେ ଘୁରି ବୁଲୁଥାଏ। ଆଜି ମଧ୍ୟ ଦେଖିବେ ତା ଘର ପାଖରେ, ଆପଣ ଆଜି ରାତିରେ ବସି ମାର୍କିଂ କରିବେ, ତା ଘର ପାଖରେ ନିଶ୍ଚିତ ଭାବରେ କୁକୁର ବୁଲୁଥିବେ। ସେ ଝିଅର କ୍ରିଷ୍ଣାର ଘର ପାଖରେ କୁକୁର ବୁଲୁଥିବେ। ଆପଣ ଯାଇକି ଦେଖନ୍ତୁ, ଯଦି ନ ବୁଲୁଥିବେ ମୋତେ କହିବେ, କୁକୁର ତା ଘର ଚାରିପଟେ ବୁଲୁଥିବେ, ତାଙ୍କ ଘର ଚାରିପଟେ କୁକୁର ବୁଲୁଥିବେ। ଯେଉଁ ଆତ୍ମା ମାନେ ପରିବାର ଭିତରେ ଯେଉଁ ଲୋକମାନେ ଘରୁ ଚାଲିଯାଆନ୍ତି, ସେମାନେ କୁକୁର ରୂପରେ ଘରକୁ ଆସନ୍ତି। ସେମାନେ ଫିଲ୍ କରିପାରନ୍ତି ଯେ ମୁଁ ମରିଯାଇଛି। ସେମାନେ ଗୋଟେ ଜିନିଷ ଫିଲ୍ କରନ୍ତି ଏଇଆ ଯେ ମୋ ଘର ଏଇଟା, କିନ୍ତୁ ଆମେ ତାକୁ ବାଡ଼େଇକି ଘରୁ ତୋଡ଼ି ଦେଉ, କିନ୍ତୁ ବାସ୍ତବରେ ସେଇମାନେ ହିଁ ଆସିଥାନ୍ତି ପରିବାରକୁ, କେବଳ କୁକୁର ରୂପରେ। ସେଇଥିପାଇଁ ହେଉଛି କୁକୁର ହେଉଛି ସବୁଠାରୁ ସଚ୍ଚୋଟ ବୋଲି ଆମେ ତାଙ୍କୁ କହୁଛେ।
ବୁଝିପାରିଲେ ତେଣୁ କଥାଟା ହେଉଛି କ'ଣ ସେଇ ସେମାନେ ଯେତେବେଳେ ଦେଖୁଥିବେ ଆପଣ ମାର୍କିଂ କରିବେ ଅନେକ ଜାଗାରେ ଯଦି ଘରୁ କିଏ ଗୋଟେ ଏକ୍ସପାୟାର୍ଡ଼ କରିଯାଇଥିବେ ଏଇଟା ମାର୍କିଂ କରିବେ ଘରୁ ଗୋଟେ ଲୋକଟେ ଏକ୍ସପାୟାର୍ଡ଼ କରିଯାଇଛି ସେହି ସମୟରେ ତାଙ୍କ ଘର ଭିତରେ ଗୋଟେ ପାଟିତୁଣ୍ଡ ହୋ ହାଲା ଲାଗିଲା କିମ୍ବା ଗୋଟେ ଲୋକ ବହୁତ ଲୋକ ଆସିକି ତାଙ୍କ ସାଙ୍ଗେ ଝଗଡ଼ା ପାଟିତୁଣ୍ଡ କଲେ କୁକୁର ଗୁଡ଼ାକ ସେ ଠିଆ ହେଇକି ଦେଖିବେ ବୋଉ କରି ଭୋକିବେ ତାର ରିଜିନ୍ କ'ଣ ସେମାନେ ନିଜକୁ ଟଲରେଟ୍ କରିପାରୁନାହାନ୍ତି ମୋ ଘର ଲୋକଟା ଉପରେ ଆଟାକ୍ କରାଯାଉଛି ମୋ ଘର ଲୋକମାନଙ୍କ ଭିତରେ ପାଟିତୁଣ୍ଡ ହେଉଛି ତେଣୁ କେଉଁଠି ନା କେଉଁଠି ଆପଣଙ୍କ ଚ୍ୟାନେଲ୍ ଯେହେତୁ ବର୍ତ୍ତମାନ ଓଡ଼ିଶାର ସବୁଠାରୁ ଲିଡ଼ିଂ ଚ୍ୟାନେଲ୍ ବୋଲି କହିବା ମୁଁ ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ରାହୁଲର ମାଆ ହୁଅନ୍ତୁ ତାଙ୍କ ବାପା ହୁଅନ୍ତୁ ତା ଭଉଣୀ ହୁଅନ୍ତୁ ତା ଭିଣେଇ ହୁଅନ୍ତୁ କିମ୍ବା କୃଷ୍ଣା ହୁଅନ୍ତୁ ସେ ଯେଉଁ ତାଙ୍କର ବୋହୂ ଯେ ସ୍ତ୍ରୀ ତାଙ୍କର ଯେ ଯେଉଁ ରାହୁଲଙ୍କର ସେମାନଙ୍କୁ ସମସ୍ତଙ୍କୁ ହାତ ଯୋଡ଼ି ନିବେଦନ କରୁଛି ଆପଣମାନେ ଦୟାପୂର୍ବକ ଆଉ ଏମିତି ପାଟିତୁଣ୍ଡ ହୋ ହାଲା କରି ସିଏ ତାକୁ କହୁ ଇଏ ଆକୁ କହୁ ଏ ଆର କିଛି ମୂଲ୍ୟ ନାହିଁ ଆପଣମାନେ ପୁନର୍ବାର ଗୋଟେ ସାଙ୍ଗ ହେଇକି ମିଶି ଯାଆନ୍ତୁ ଆଉ ଥରେ ଆପଣ ଯେମିତି ତାଙ୍କ ପରିବାର ବୋହୂ ଥିଲେ ସେମିତି ଗୋଟେ ବୋହୂଟିଏ ହେଇକି ରହିଯାଆନ୍ତୁ ଏବଂ ମାନେ ଆପଣ ଯାଇକି କିଏ ଗୋଟେ ନଈଁ ପଇଲେ କ'ଣ ଅସୁବିଧା ହେଇଯିବ ମୋ ଜୀବନ ଭିତରେ ମୁଁ ନଈଁବା ଶିଖିଛି ଯଦି ମୋ ଉପରେ କିଏ ଗୋଟେ ବିରକ୍ତ କୋଠି ହେଲା ମୁଁ ନଈଁ ପଡ଼େ ଯଦି ନଈଁ ପଡ଼ିଲେ ଚାଳ ଆଉ ବାଜିବନି ନଈଁ ପଡ଼ିଲେ ଲହରୀ ପାସ୍ କରିଯିବ କାହାର ଭୁଲ ନାହିଁ ଭୁଲ ହେଉଛି ସମାଜର ଭୁଲ ହେଉଛି ଏ ଯେଉଁ ଭିଡ଼ିଓର ଭୁଲ ହେଉଛି ପଇସାର ଏମାନେ କେବଳ ମାନେ ଯେଉଁ ଦେଖନ୍ତୁ ଇଏ କହିଲା ପରେ ସେ କହିଲା ପରେ ଇଏ କହିଲେ ତେଣୁ ଏଠି କାହାର ଭୁଲ ନାହିଁ ଭୁଲଟା ହେଉଛି ସମାଜର କାମ ହେଉଛି ଆକୁ ପିନିଂ କରିବେ ତାକୁ ପିନିଂ କରିବେ ଘୋଡ଼ା ଉପରେ ବସିକି ଗଲେ କହିବେ ଘୋଡ଼ାକୁ ଚଲେଇ ନେଇକି ଗଲେ ମଧ୍ୟ କହିବେ ଘୋଡ଼ାକୁ କାନ୍ଧରେ ବସେଇ ଗଲେ ବି ନେଇକି କହିବେ ଏ ସମାଜ କାହାରିକି ଛାଡ଼ିନି ଆଚ୍ଛା ସମାଜ ଆପଣ ଦେଖନ୍ତୁ ମୁଁ ମନେକର କାହା ଏବେ ଗୋଟେ ଷ୍ଟେଟମେଣ୍ଟଟେ ଦେଲି କିଛି ଲୋକ ଅଛନ୍ତି ସମାଜରେ କହିବେ କିଛି ପଇସା ପକାଇଦେଲା ମୁଁ କିଏ ସିଏ ଚିହ୍ନିନି ଆରେ ସେ ଲୋକ କିଏ ମୁଁ ଚିହ୍ନିନି ତାଙ୍କର ବାହାଘରକୁ ମୋତେ ଡାକି ନାହାନ୍ତି କି ତାଙ୍କର ସବୁ ସୁଧ ଘରକୁ ବି ମୋତେ ଡାକି ନାହାନ୍ତି ମୁଁ ସେମାନେ କିଏ ଚିହ୍ନିନି କିନ୍ତୁ ଲୋକ କହିବେ ମାଲଟା ପକାଇଦେଲା ଲୋକଙ୍କର କାମ ହେଲା କହିବେ ତେଣୁ ଲୋକଙ୍କ କଥା ନ ଶୁଣିବା ପାଇଁ ଏମାନେ ପୁନର୍ବାର ଟୋଟାଲ ଫ୍ୟାମିଲି ଯାକ ମିଶି ଯାଆନ୍ତୁ ବହୁତ ଭଲ କଥା ହେବ ସବୁ ଅଧିକାର ତାର ଘର ସେ ଲିଗାଲ ହଁ ତାର ସେ ଲିଗାଲ ଘର ମାନେ ବର୍ତ୍ତମାନ କୃଷ୍ଣା ହେଉଛି ତାଙ୍କ ଘର ଲିଗାଲ ହେୟାର କି କଥା ଆପଣ ପଚାରୁଛନ୍ତି ତାଙ୍କ ଝିଅର ଯେତିକି ରାଇଟ୍ସ ଅଛି ବୋହୂର ମଧ୍ୟ ସେତିକି ରାଇଟ୍ସ ଅଛି ପୁରା 100% ରାଇଟ୍ ଅଛି କିଛି ପ୍ରୋବ୍ଲେମ୍ ନାହିଁ ମୁଁ ତ ସେଇଥିପାଇଁ ରିକ୍ୱେଷ୍ଟ କରୁଛି ସେମାନଙ୍କୁ ସେମାନେ ମିଶିଯାଆନ୍ତୁ ମିଶିଯିବା ହେଉଛି ସବୁଠୁ ବୁଦ୍ଧିମାନର କାମ ମିଳିମିଶିକି ଚଳିବା କ'ଣ ଅସୁବିଧା ହେଉଛି କେତେ ଦିନ ବଞ୍ଚିବ ସମାଜରେ ତେଣୁ ମିଳିମିଶିକି ଚଳିବା ଉଚିତ ବୋଲି ମୋର ନିଜସ୍ୱ ମତାମତ ସେମାନେ ଗ୍ରହଣ କରନ୍ତୁ ନ କରନ୍ତୁ ବଡ଼ ବଡ଼ ଲୋକ